এই গুଲୁଗୁଲିଆ ପଣସଟାକୁ ଦୀର୍ଘ 5 ଦିନ ହେଲା ମୁଁ ସାଇତି ରଖିଛି ପଣସ ପକୋଡ଼ା କରିବା ପାଇଁ। କାରଣ ଚୈତ୍ର ମାସ ପାଇଁ ମୁଁ ପିଆଜ ରସୁଣ ଖାଉନଥିଲି। ପଣସକୁ ଏଇଭଳି ଛୋଟ ଛୋଟ ସେପ୍ରେ କଟିଂ କରିଦେବେ। ତାପରେ ତାକୁ ପ୍ରେସରରେ ଦେଇ ଲୁଣ ହଳଦୀ ଟିକେ ଦେଇ ମାତ୍ର ଗୋଟିଏ ସିଟି ଆଣିବେ। ବେଶୀ ସିଟି ଆଣିବେନି, ଯେମିତି ପଣସଟା ଭିତରୁ ସିଝିଥିବ କିନ୍ତୁ କିଛି ବି ହେଲେ ଭାଙ୍ଗି ନଥିବ। ଏଇଭଳି ଭାବରେ ଆମକୁ ପଣସକୁ ସିଝିବା ଭିତରେ ଆମେ ମସଲା ପ୍ରସ୍ତୁତ କରିଦେବା। ଅଦା ରସୁଣ କଞ୍ଚା ଲଙ୍କା ତାର ହେଉଛି ମେନ୍, ତ ତାକୁ ଏଇଭଳି ଦରଦରା ବଟା କରିକି ପେଷ୍ଟ କରିଦେବା। ତାପରେ ସିଝି ଯାଇଥିବା ପଣସରେ ଅଦା ରସୁଣ ବଟା ପେଷ୍ଟ, ତା ସହିତ କର୍ଣ୍ଣଫ୍ଲାୱାର, ତା ସହିତ ଟିକେ କଞ୍ଚା ଲଙ୍କା, ଆଉ ବାକି ଆମେ ଲୁଣ ଦେଇଛେ, ଆଉ ବାକି ଅଳ୍ପ ଅନୁସାରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ, ଜିରା ଲଙ୍କା ଗୁଣ୍ଡର ପେଷ୍ଟ, ଟିକେ ଦହି, କର୍ଣ୍ଣଫ୍ଲାୱାର, ଟିକେ ବେସନ, କଳା ରାଶି ଆଉ ମ୍ୟାଗି ମସଲା ଦେଇକି ଭଲ ଭାବରେ ଆକୁ ମିକ୍ସ କରିଦେବା। ମିକ୍ସ କରିକି ମାତ୍ର 15 ମିନିଟ୍ ରଖିବା, ବେଶୀ ରଖିବାନି, 15 ମିନିଟ୍ ରଖିବା। ଧ୍ୟାନ ଦେବା ଯେମିତିକି ପଣସ ପୁରା ଶୁଖା ରହିବ, ପାଣି ହେବନି। ତାପରେ ତେଲ ଗରମ କରିକି ଏଇଭଳି ଭାବରେ ଗୋଟି ଗୋଟି କରିକି ଛାଣିବା। ଆଉ ଛାଣିବା ଯେମିତି ଟିକେ କ୍ରିସ୍ପି ଛଣା ହୁଏ ସେଇ ଟାଇପ୍ର କ୍ରିସ୍ପି କରିକି ଛାଣିବା। ଆଉ ପୁରା ବି ଚିକେନ୍ ପକୋଡ଼ା ଭଳିଆ ଟେଷ୍ଟ ଆସିବ। ନିହାତି ଭାବେ ଏଇଭଳି ଆପଣମାନେ ବନାନ୍ତୁ। ଦେଖନ୍ତୁ କେତେ ସୁନ୍ଦରସା ମୋର ହେଇଯାଇଛି ପଣସ ପକୋଡ଼ା, ପୁରା ସବୁ ଗୋଟି ଗୋଟି ହେଇକି ଅଲଗା ଅଲଗା ହେଇକି ଅଛି। ଏବେ ଏଇଭଳି ଭାବରେ ଟମାଟୋ ସସ୍ କିମ୍ବା ପିଆଜ ଆଉ ଲଙ୍କା ସହିତ ଆପଣମାନେ ସର୍ଭ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବେ ଭଲ ଲାଗିଥିବ। ଆଉ ଏଇଭଳି ସୁନ୍ଦର ସୁନ୍ଦର ଭିଡ଼ିଓଟି ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ବିଦାୟ ନେଉଛି। ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।